ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏକ ଛୋଟ ଗାଁଟିଏ ଥିଲା। ସେ ଗାଁରେ ରାହୁଲ ନାମକ ଗୋଟିଏ ପିଲା ରହୁଥିଲା। ପାଠ ପଢ଼ାରେ ସେ କେବେ ଭଲ ନଥିଲା। କ୍ଲାସରେ ଶିକ୍ଷକ ପ୍ରଶ୍ନ କହିଲେ ସେ ଡରି ଯାଉଥିଲା, ଉତ୍ତର ଦେଇପାରୁ ନଥିଲା। ତାର ସହପାଠୀମାନେ ହସୁଥିଲେ। ଘରେ ମା ବାପା କହୁଥିଲେ, ପୁଅ ଟିକେ ଧ୍ୟାନ ଦେ, ନହେଲେ ସାରା ଜୀବନ ପାଇଟି କରିବାକୁ ପଡ଼ିବ। ରାହୁଲ ଚୁପଚାପ ଶୁଣୁଥିଲା। ମନ ଭିତରୁ ସେ ଭାଙ୍ଗି ଯାଉଥିଲା। ଦିନେ ବାର୍ଷିକ ପରୀକ୍ଷାର ଫଳ ଆସିଲା। ରାହୁଲ ମାତ୍ର 28 ନମ୍ବର ପାଇଲା। ସମଗ୍ର ସ୍କୁଲ ହସି ଉଠିଲା। ଘରକୁ ଫେରିଲା ପରେ ବାପା ତାକୁ ଗାଳି ଦେଲେ, ଏହା କ'ଣ ନେଇକି ଆସିଛୁ? ଆମକୁ ଲଜ୍ଜା କରାଇଦେଲୁ। ମା କାନ୍ଦି ପକାଇ କହିଲେ, ଆମେ ଏତେ ଆଶା କରିଥିଲୁ। ରାହୁଲର ମନ ଭାଙ୍ଗିଗଲା। ସେ କିଛି ଖାଇ ନଥିଲା। ଆଖିରେ ଲୁହ। ଘରୁ ବାହାରି ଚାଲିଗଲା। ସନ୍ଧ୍ୟା ହେଉଥିଲା। ସେ ଗାଁର ବାହାରେ ଥିବା ପୁରୁଣା କୂଅ ପାଖକୁ ପହଞ୍ଚିଲା। କୂଅ ଗଭୀର ଥିଲା। ଚାରିପାଖରେ ଜଙ୍ଗଲି ଘାସ ହୋଇଯାଇଥିଲା। କେତେକ ମହିଳା ମଟକାରେ ପାଣି ଭରୁଥିଲେ। ରାହୁଲ ସେହି କୂଅ ଉପରେ ମୁଣ୍ଡ ନୁଆଁଇ ବସିପଡ଼ିଲା। ମହିଳାମାନଙ୍କର ଆଲୋଚନା କଥା ତା କାନରେ ପଡ଼ୁଥିଲା। ଆଜି ପାଣି କମ୍, ଘଡ଼ା ଭାରି। ସେ ଚୁପଚାପ ଦେଖୁଥିଲା। ହଠାତ୍ ତାର ଦୃଷ୍ଟି କୂଅର ଇଟା ପଥର ଉପରେ ପଡ଼ିଲା। ଏକ ପାଖରେ ଗୋଟିଏ ବଡ଼ ପଥର ଥିଲା, ଯେଉଁଠାରେ ମହିଳାମାନେ ଘଡ଼ା ରଖୁଥିଲେ। ସେହି ପଥରର କୋଣ ଘଷି ହୋଇଯାଇଥିଲା। ଯେଉଁଠାରେ ବର୍ଷାନୁବର୍ଷ ରସି ଘଷୁଥିବାର ଚିହ୍ନ ଥିଲା, ଆଉ ସେ ପଥର ଚିକ୍କଣ ହୋଇଯାଇଥିଲା। ରୋଜର ଭାର, ରୋଜର ଦବାବ, ପଥର ମଧ୍ୟ ଦେଖନ୍ତୁ ଆକାର କିପରି ବଦଳାଇ ଦେଇଛି। ରାହୁଲ ଭାବନାରେ ବୁଡ଼ିଗଲା। ରସି ନରମ, ତଥାପି ପଥରକୁ କାଟି ଦେଉଛି। ପଥର କଠିନ, ତଥାପି ଘଷି ଯାଉଛି। ଦିନେ ନା ଦିନେ ଏପରି ହୋଇ ହୋଇ ରୋଜ ରୋଜ ପରିବର୍ତ୍ତନ ହେଉଛି। ତେବେ ମୁଁ କାହିଁକି କରିପାରିବି ନାହିଁ? ମୋତେ ମଧ୍ୟ ଦିନକୁ ଦିନ ଟିକେ ଟିକେ କରିବାକୁ ପଡ଼ିବ। ଏକ ପେଜ, ଏକ ପ୍ରଶ୍ନ, ଏକ ଘଣ୍ଟା। ଲୋକେ ହସନ୍ତୁ, ମୁଁ ରୋକିବି ନାହିଁ। ତାହା କହି ସେ ଉଠିଲା। ତା ଆଖିରେ ନୂଆ ଚମକ ଥିଲା। ଘରକୁ ଫେରିଲା ପରେ ମା ପଚାରିଲେ, କେଉଁଠି ଥିଲୁ? ରାହୁଲ ହସି କହିଲା, ମା, କାଲିଠୁ ସକାଳ 5ଟାରେ ଉଠି ପଢ଼ିବି। ପରଦିନରୁ ରାହୁଲର ପରିବର୍ତ୍ତନ ହେଲା। ସକାଳେ ଉଠୁଥିଲା, ଚୁପଚାପ ପଢ଼ୁଥିଲା। ଭୁଲ ହେଲେ ପୁଣି ଚେଷ୍ଟା କରୁଥିଲା। ଲୋକେ ହସୁଥିଲେ, କିନ୍ତୁ ସେ ଶୁଣୁ ନଥିଲା। ଧୀରେ ଧୀରେ ତାର ନମ୍ବର ବଢ଼ିବାକୁ ଲାଗିଲା। 1 ବର୍ଷ ପରେ ବୋର୍ଡ ପରୀକ୍ଷାରେ ସେ 84% ମାର୍କ ଆଣିଲା। ସ୍କୁଲରେ ସମସ୍ତେ ରାହୁଲକୁ ତାଳି ମାରି ଉତ୍ସାହିତ କଲେ। ବାପାଙ୍କ ଆଖିରୁ ଲୁହ ଝରି ଆସିଲା। ସେହିଦିନ ରାହୁଲ ବୁଝିଲା, ଜୀବନରେ ଲକ୍ଷ୍ୟ ପାଇବାକୁ କୌଣସି ଯାଦୁର ଆବଶ୍ୟକତା ନାହିଁ। ଦିନକୁ ଦିନେ କରାଯାଇଥିବା ଛୋଟ ଛୋଟ ପଦକ୍ଷେପ, ଟିକେ ଟିକେ ପରିଶ୍ରମ ସାଧାରଣ ମଣିଷକୁ ମଧ୍ୟ ଅସାଧାରଣ କରିଦେଇଥାଏ। ଯଦି ଆପଣଙ୍କୁ ଏହି କାହାଣୀ ଭଲ ଲାଗିଥାଏ, ତେବେ ଲାଇକ୍ କରନ୍ତୁ, ଆପଣଙ୍କ ସାଙ୍ଗସାଥୀମାନଙ୍କୁ ସେୟାର କରନ୍ତୁ ଏବଂ ଏପରି ପ୍ରେରଣାଦାୟକ କାହାଣୀ ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ଧନ୍ୟବାଦ।